ପ୍ରଶ୍ନଟିଏ ପଚାରିଥିଲେ ହେଇପାରିଲାନି। ଶିବ ବେକରେ ନାଗ ସାପକୁ ଲମ୍ବାନ୍ତି କି ବାସୁକି କି? କାରଣ ବାସୁକି ପ୍ରଜାତି ଅଲଗା, ନାଗ ପ୍ରଜାତି ଅଲଗା। ପୁଅ ହେଲା ନାହିଁ। ତାହେଲେ ଏଠି ନାଗ ମାନଙ୍କ ଭିତରେ ନାରାୟଣଙ୍କୁ କହୁଛନ୍ତି କିଏ? ଭଗବାନ ବ୍ରହ୍ମା ଇନ୍ଦ୍ରଙ୍କୁ କହୁଛନ୍ତି। କହିଲା ନାଗ ମାନଙ୍କ ଭିତରେ ଅନନ୍ତଙ୍କୁ କରନ୍ତୁ ପ୍ରଦାନ, ସର୍ପ ମାନଙ୍କ ଭିତରେ ବାସୁକି କି, ବୃକ୍ଷ ମାନଙ୍କ ଭିତରେ କଳ୍ପବଟେ ଦିଅ, ନଦୀ ମାନଙ୍କ ଭିତରେ ଗଙ୍ଗା ନଦୀ ଥୁଅ। ବାବୁରେ ଇଏ ଘୋଡ଼ା ମାନଙ୍କ ଭିତରେ ଉଚ୍ଚେଇ ସର୍ବା ଦେଇ, ହାତୀ ମାନଙ୍କ ଭିତରେ ଐରାବତେ ଥୋଇ, ଗାଈ ମାନଙ୍କ ଭିତରେ ସୁର ଭିଙ୍କି ଦିଅ, ଦେବ ଋଷି ମାନଙ୍କରେ ନାର ଦେବତା। ଏମିତି ସବୁ ସମ୍ପ୍ରଦାୟ ମାନଙ୍କୁ ଦେଇଦେଲେ। କହିଲେ ଘୋଡ଼ା ମାନଙ୍କ ଭିତରେ ଉଚ୍ଚେଇ ସର୍ବାକୁ ଦିଅ, ହାତୀ ମାନଙ୍କ ଭିତରେ ଐରାବତକୁ ଦିଅ, ସର୍ପ ମାନଙ୍କ ଭିତରେ ବାସୁକି କି ଦିଅ, ନାଗ ମାନଙ୍କ ଭିତରେ ଅନନ୍ତଙ୍କୁ ଦିଅ। ସମସ୍ତଙ୍କୁ ଦେଇ ସାରିବା ପରେ ଯେତେବେଳେ ପର୍ବତ ମାନଙ୍କ ଭିତରେ ଦିଅ ବୋଲି କହିଲା ବେଳକୁ 2 ଜଣ ଉଠିଲେ। କ୍ଷମା କରିବେ, ଯାହାଙ୍କର ସଙ୍ଗ ଠିକ ନଥିବ 2 ଜଣ ମାମଲତକାରୀ ହେବେ, 2 ଜଣ ପ୍ରାର୍ଥୀ ହେବେ। ୟାଙ୍କର ଇଏ ପର୍ବତଙ୍କର ସଙ୍ଗ ଠିକ ନାହିଁ, ସେଇଥିପାଇଁ 2 ଜଣ ଉଠିଲେ। କିନ୍ତୁ ପ୍ରକୃତରେ ସ୍ଥାବରାଣାଂ ହିମାଳୟ କଲ୍ୟାଣକାରୀ ହୁଅନ୍ତୁ ନାରାୟଣ, ବିଦ୍ୟା ବୁଦ୍ଧି ଦାନ ଦିଅନ୍ତୁ, ବୋଲ ଆନନ୍ଦ ଏକବାର ହରି ବୋଲ। ଯେତେବେଳେ ନାଏ ପୁଅ ହିମାଳୟଙ୍କୁ ଦିଆଗଲା, ପର୍ବତ ମାନଙ୍କ ଭିତରେ ରାଜା କିଏ? କାହିଁକି ରାଜା? କୁମାର ସମ୍ଭବ ମହାକାବ୍ୟ ତ ପରିଷ୍କାର କରି ଅର୍ଥ କଲା ହବ ନା। କହିଲା ଇଏ ଅସ୍ତି ଉତ୍ତର ସ୍ୟାଂ ଦିଶି ଦେବତା ତମା ହିମାଳୟ ନାମ ପୂର୍ବା ପରୌତୟ ସ୍ଥିତ ପୃଥିବ୍ୟା ପୃଥିବ୍ୟା ମାନଦଣ୍ଡ ଅବସ୍ଥିତ। ଯେତିକି ମୋ ମା ମାନେ ଜ୍ଞାନୀ ମାନେ ବସିଛନ୍ତି ଶୁଣନ୍ତୁ। ହିମାଳୟ ପର୍ବତ ମାନଙ୍କ ଭିତରେ ରାଜା କେମିତି? ଇଏ ପୂର୍ବ ସମୁଦ୍ର ଠାରୁ ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ, ବଙ୍ଗୋପସାଗର ଠାରୁ ଆରବ ସାଗର ପର୍ଯ୍ୟନ୍ତ ଦୂର ଦିଗନ୍ତ ବିସ୍ତାରିତ ପରିବ୍ୟାପ୍ତ ସୁଦୂର ପ୍ରସାରୀ ହିମାଳୟ ପର୍ବତ ମାନଙ୍କ ଭିତରେ ରାଜା। ବହୁତ ବନୌଷଧି ଅଛି, ତେଣୁକରି ପର୍ବତକୁ ରାଜା କହିକି ସମସ୍ତେ ଦେଲେ। ହିମାଳୟକୁ ଉପଢୌକନ ଦେଲା ବେଳେ ଅସହିଷ୍ଣୁ ହୋଇ ଗୋଟେ ପର୍ବତ ଠିଆ ହେଲା। ମୁଁ ଆଜି ଆପଣ ମାନଙ୍କୁ ଶୁଣେଇବି ରାଧା କେମିତି ଜନ୍ମ ନେବେ, ରାଧା କୃଷ୍ଣଙ୍କର ହିସାବ କଣ କଣ ହବ। ମୁଁ ଦେବତା ମାନଙ୍କୁ ପଚାରୁଛି। କଣ ପଚାରୁଛ ବିନ୍ଧ୍ୟ? ଆଜି ଉପଢୌକନ ସ୍ୱର୍ଗ ଉପରେ ନେଲା କିଏ? ହିମାଳୟ ପର୍ବତ ମାନଙ୍କ ଭିତରେ ରାଜା। ମୁଁ କଣ ଯୋଗ୍ୟ? ତୁମେ କଣ ଯୋଗ୍ୟ? ମୁଁ ହଉଛି ବିନ୍ଧ୍ୟ। ବିନ୍ଧ୍ୟ କହୁଛି ଶୁଣ ଦେବତା ମାନେ, ହିମାଳୟର ଯେତିକି ଖ୍ୟାତି ମୋର ବି ସେତିକି ଖ୍ୟାତି, ତା ଠାରୁ ମୋର ଅଧିକ। କେମିତି? ହିମାଳୟକୁ ଉପେକ୍ଷା କରି ବିନ୍ଧ୍ୟ କହୁଛି। ହେଲା ଇଏ ଖେଖେରେ ଗାମି ତବୁ ବାହ ବନସ୍ପତି ମମ ହୃଦୟ ଦୂର ମମ ପିଚନ ସ୍ପର୍ଶନ୍ତେ ମାରଦର କିଙ୍କିଣିକ। ଯେତିକି ପିଲାମାନେ ସବୁ ବସିଛ ସବୁ ଶୁଣ। ହିମାଳୟକୁ ଚାହିଁକିରି ବିନ୍ଧ୍ୟ କହିଲା, କହିଲା ତୁ ଯେମିତି ପର୍ବତ ମୁଁ ସେମିତି ଗୋଟେ ପର୍ବତ, ମୁଁ ଗୋଟେ ଏମିତି ପର୍ବତ ମାଟିରୁ ତଳକୁ ମୋ ଅଂଶ ଯେତିକି ଉପରକୁ ସେତିକି ଅଂଶ। ଆପଣଙ୍କର ଏଠି ମାଟି ଖୋଳିଦେଲେ ପଥର, ଆମର ସେଠି 5 ଫୁଟ ମାଟି ଆଡ଼େଇ ଦେଲେ ପାଣି, 20 ଫୁଟ ତଳୁ ଗଲା ବେଳକୁ ଲୁଣି ପାଣି। ସବୁ ଜାଗାରେ ଜଳସ୍ତର ସମାନ ନାହିଁ, ମାଟି ସ୍ତର ସମାନ ନାହିଁ। ପିଲାମାନେ ସବୁ ବସିକି ଶୁଣ। ବିନ୍ଧ୍ୟ କହିଲା ଉପରକୁ ଯେତିକି ମୋ ଅଂଶ ତଳକୁ ସେତିକି ଅଂଶ।
ମୋ ଭିତରେ ବହୁ ବନୌଷଧି ଅଛି। ମୁଁ ଏମିତି ଉପରକୁ ଉଠିଲି ସୂର୍ଯ୍ୟଙ୍କର ଚିନ୍ତା ପଡ଼ିଲା ମୁଁ କେମିତି ଯିବା ଆସିବା କରିବି। ମୋ ଗୁରୁ ଅଗସ୍ତି ଆସିଲେ ମୁଁ ତାଙ୍କୁ ମୁଣ୍ଡିଆ ମାରିଛି, ସେ ମୋତେ ଉଠୁ ବୋଲି କହିନାହାନ୍ତି। ସେଇ ଦିନ ଠାରୁ ମୁଁ ବକ୍ରାକୃତି, ଆପଣ ଦେଖିବେ ବିନ୍ଧ୍ୟର ଶୀର୍ଷ ଟିକିଏ ବକ୍ରାକୃତି। ମୁଁ ମୁଣ୍ଡ ନଇଁ ମାରୁ ସୂର୍ଯ୍ୟ ଯିବା ଆସିବା କଲି। ସାର୍ ଏଠି ଚାଲିଲା ଦୁଇ ଜଣଙ୍କର ଦ୍ୱନ୍ଦ୍ୱ, କାହାର କାହାର? ଯେତେବେଳେ ଦ୍ୱନ୍ଦ୍ୱ ଚାଲିଲା ହିମାଳୟ ଡାକିଲା, ବିନ୍ଧ୍ୟ ଶୁଣ, ତୁ ବଡ ହୁଅ, ମୋର କହିବାର କିଛି ନାହିଁ। ହେଲେ ମତେ ଦେବତା ମାନେ ବଡ କଲେ, ତୁ ଚାହୁଁଛୁ ବଡ ହବାକୁ। ଏ ବାପା ଧୀରେ, ମୁଁ ଗୋଟେ କଥା କହିବି। ତତେ ବ୍ରହ୍ମା ନମସ୍କାର କରନ୍ତି? ନାଇଁ, ବିଷ୍ଣୁ ସେ ମତେ କାଇଁ ନମସ୍କାର କରିବେ? ମହେଶ୍ୱର ନା, ସେ ନମସ୍କାର କରନ୍ତି। ମତେ ନମସ୍କାର କରନ୍ତି। କିଏ କହୁଛି? ହିମାଳୟ କହୁଛି। କାହାକୁ କହୁଛି? ବିନ୍ଧ୍ୟକୁ କହୁଛି। ମୁଁ ଗୋଟେ କଥା ପଚାରିବି। ପଚାର। ତୁମେ କହୁଛ ବଡ ହବ ପର୍ବତ ମାନଙ୍କ ଭିତରେ, ତୁମର ପୁଅ ଅଛି? ନା। ହେ ବିନ୍ଧ୍ୟ, ତୁମର ଝିଅ ଅଛି? ନା। ତୁମର ପୁଅ ଅଛି? ନା। ଝିଅ ଅଛି? ନା। ଆରେ ଏଇଟା ପୁଅ ଝିଅ ନାହିଁ, ଅପୁତ୍ରିକ। ୟା ମୁହଁକୁ ଚାହିଁଲେ ତ ମଙ୍ଗଳ ନାହିଁ। ଏ ହିମାଳୟ, ଇଏ ଅନ୍ଧବିଶ୍ୱାସ ହେଲେ ବି ସେ ଯୁଗରେ ଗ୍ରହଣ କରୁଥିଲେ। ମୁଁ କହିଦେଇଛି ସେଦିନ, ଯୋଉ ମାର ପୁଅ ନାହିଁ ଗାଁ ଗୋଟାକ ଯାକ ଲୋକ ତାକୁ ମା ଡାକିବ, ଆକୁ ସମାଲୋଚନା କରିବା ବାଟ ନାହିଁ। ସେତେବେଳେ ଅନ୍ଧବିଶ୍ୱାସ ଥିଲା। କହିଲା ଇରେ ପୁଅ ଝିଅ ନାହିଁ, ଇଏ ବିନ୍ଧ୍ୟର ଇଏ ହବ ବଡ। ମୁଁ କଣ ଚେଷ୍ଟା କରିନଥିଲି? କାହିଁକି ପାଟି କରୁଛୁ ବା? ହେଲାନି କାହିଁକି? ଯାହାର ପୁଅ ନଥାଇ ସେ ତ କହି ମୁଁ କଣ ଚେଷ୍ଟା କରିନଥିଲି। ବଲ ଏମିତି ବାକ୍ୟ ବାଣ ଦେଇଦେଲା ହିମାଳୟ। ମୋ ମାଲୋ ମୁଣ୍ଡ ତଳକୁ ହେଇଗଲା ବିନ୍ଧ୍ୟର। ଆଖିରୁ ଲୁହ ଝରିଗଲା। କହିଲା ଆରେ ଆରେ ମୋର ପୁଅ ଝିଅ ନାହିଁ ବୋଲି ଭରା ଦେବ ସଭାରେ ମତେ ଅପମାନ କଲା ହିମାଳୟ। ମୁଁ ଜାଣେ ପାର୍ବତୀ ପରି ଗୋଟେ ତାର ଯୋଗ୍ୟା ଝିଅ, ଶିବ ପରି ଯୋଗ୍ୟ ଜୋଇଁ, କିନ୍ତୁ ମୁଁ ଆଜି ଏଠି ବସିବି ନା, ଇଏ ଅପମାନର ବଦଳା ନେବି। ଚାଲିଲା ଜଙ୍ଗଲକୁ ଶିକା ଇଏ କରିବା ପାଇଁ ତପସ୍ୟା। ଆଜ୍ଞା, ଏ ପିଲେ ତପସ୍ୟା କରିବା ଆଜି କିଏ? ବିନ୍ଧ୍ୟ। କହିଲା ପାର୍ବତୀ ଠାରୁ ଯୋଗ୍ୟା କନ୍ୟା ପାଇବି। ପାର୍ବତୀ ଯେମିତି ଝିଅ ପାଇଛି କିଏ? ହିମାଳୟ ପାର୍ବତୀ ପରି ଝିଅ, ତା ଠାରୁ ଗୋଟେ ଆହୁରି ଯୋଗ୍ୟା ଝିଅ ପାଇବି। ଶିବ ଠାରୁ ଯୋଗ୍ୟ ଜୋଇଁ ପାଇବି। ହେଲେ ମୁଁ ଡାକିବି କାହାକୁ? ବିନ୍ଧ୍ୟ ସ୍ଥିର କଲା ମୁଁ ସେଇ ପର୍ବତ ନନ୍ଦିନୀ ପାର୍ବତୀ କି ଡାକିବି। କାରଣ ତପସ୍ୟା ଠାରୁ ବଡ କଥା କିଛି ନାହିଁ। ତପ ବଲୁ ପ୍ରପଞ୍ଚ ରଚଇ ବିଧାତା, ତପ ବଲୁ ବିଷ୍ଣୁ ସକଳ ଜଗତ, ତପ ବଲୁ ଶମ୍ଭୁ କରଇ ସଂହାରା, ତପ ବଲୁ ଶେଷୁ ଧରଇ ମହିବାରା। ଇଏ ଦୁନିଆରେ ତପସ୍ୟା ହଉଛି ଶ୍ରେଷ୍ଠ। ତପସ୍ୟା କରିବାକୁ ବାହାରିଲେ ବିନ୍ଧ୍ୟାଳୟ। କଣ୍ଟକୀର୍ଣ୍ଣ ଜଙ୍ଗଲରେ ଶିବଙ୍କର ସ୍ତ୍ରୀ ହିମାଳୟର ଝିଅ ପାର୍ବତୀଙ୍କୁ ଡାକି ତପସ୍ୟା କରୁଛନ୍ତି। ଆଉ ପାର୍ବତୀଙ୍କୁ କେମିତି ଡାକୁଛନ୍ତି? ଗେଡୁଆ ଏଇ ଜିଲ୍ଲାର ପ୍ରଶସ୍ତି। ଗୋଟିଏ ପଦ ଓଡ଼ିଆ ପଦ ମୁଁ ଆପଣ ମାନଙ୍କୁ ଶୁଣେଇବି। ଗୋଳବାଇ କବି, ଗୋଳବାଇ କବି ବାଙ୍କା ଦାସ କେମିତି ଲେଖିଲେ ଡାକୁଛନ୍ତି। ତାପରେ ଗୋଟେ ଅମର କୋଷରୁ ଶୁଣେଇବି। ଡାକୁଛି ବିନ୍ଧ୍ୟ, ଆଗ ସଂସ୍କୃତଟା ଶୁଣିଦେ। କହିଲା ଉମା କାତ୍ୟାୟନୀ କାଳୀ ହୈମ ଶିବା ଭବାନୀ ସର୍ବାଣୀ ସର୍ବମଙ୍ଗଳ। ଗୋଟିଏ ପଦ କେମିତି ମାଙ୍କ ପାଇଁ ଲେଖିଛନ୍ତି ବାଙ୍କା। ଏରା ବିଲ ବିକ୍ରି ହଉ ବାଙ୍କା ଅଛନ୍ତି, ବାଙ୍କା ମରି ନାହାନ୍ତି। କହିଲା ଇଏ ମାଛ ମୁଣ୍ଡ ପାଳିକା। କଣ କାଲି କୁକୁଡ଼ା ମାଛ ନାହିଁ? କଣ କହୁଛି କାଲି କୁକୁଡ଼ା? ମୁଁ କିଛି ବୁଝିପାରୁନି। ସିଏ କହିବା କଥା କାଲି କୁକୁଡ଼ା ହବ, ଦେଶୀ କୁକୁଡ଼ା, ମାଛ ହେଇପାରିବନି। ଦେଶୀ କୁକୁଡ଼ା କିଏ ଖାଇବ? ଆଉ ମାଛ ମୁଣ୍ଡ ତମେ ସବୁ ଲୋକ ଖାଇବ, ଆଜି ଶୁଖୁଆ ଖାଇଲେ କାଲି ଫେର ମାଛ। ଚୁପ୍! ଖାଇବା କଥା କହୁନେଇ, ବାଙ୍କା ଲେଖୁଛନ୍ତି। ମାଛ ମୁଣ୍ଡ ପାଳିକା।
ছ মুন্ডিয়া পুଅ କାହାର ମା ଏ ଛ ମୁଣ୍ଡିଆ ପୁଅର କିଏ ମା ପାର୍ବତୀ হ্যাঁ কলা মাছ মুন্ড পালিকা হিমগিরি বালিকা মাছ মুন্ড বালিকা রে হিমগিরি বালিকা মাছ মুন্ড বালিকা ইয়ে মোক্ষ করি আজ বক্ষরে বিরাজ মুখ করি আজ বক্ষরে বিরাজ মোক্ষ করি আজ বক্ষরে বিরাজ মুখ করি আজ বক্ষরে বিরাজ দক্ষ রাজ যে মা এবার কব দক্ষ রাজ যে মা হিম কালিকা